ଥରେ ଭଗବାନ ବିଷ୍ଣୁଙ୍କୁ ଭେଟିବା ପାଇଁ ଧର୍ମରାଜ ଯମ ବୈକୁଣ୍ଠ ଧାମରେ ପହଞ୍ଚିଲେ। ବୈକୁଣ୍ଠର ଦ୍ୱାର ନିକଟରେ ଭଗବାନଙ୍କ ବାହନ ଗରୁଡ଼ ପ୍ରହରୀ ଭାବେ ବିରାଜମାନ ଥିଲେ। ଯମରାଜ ଭିତରକୁ ପ୍ରବେଶ କରିବା ସମୟରେ ଦ୍ୱାର ପାଖରେ ବସିଥିବା ଏକ ଅତି ସୁନ୍ଦର କ୍ଷୁଦ୍ର ଚଢ଼େଇ ଉପରେ ତାଙ୍କର ନଜର ପଡ଼ିଲା। ଯମରାଜ ସେହି ଚଢ଼େଇଟିକୁ କିଛି ସମୟ ପାଇଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଏବଂ ତାପରେ କିଛି ନ କହି ଗମ୍ଭୀର ଭାବେ ଭିତରକୁ ଚାଲିଗଲେ। ଗରୁଡ଼ଙ୍କ ମନରେ ଭୟ। ଗରୁଡ଼ ଜାଣିଥିଲେ ଯେ ଯମରାଜଙ୍କ ଦୃଷ୍ଟି ଯାହା ଉପରେ ପଡ଼େ ତାର ଅନ୍ତ ସମୟ ନିକଟ ହୋଇଥାଏ। ସେ ଭାବିଲେ, ଯମରାଜ ଏହି ନିଷ୍ପାପ ଚଢ଼େଇଟିକୁ ଏମିତି ଚାହିଁଲେ କାହିଁକି? ନିଶ୍ଚିତ ଭାବେ ଏହାର ମୃତ୍ୟୁ ସମୟ ଆସିଯାଇଛି। ଚଢ଼େଇଟି ପ୍ରତି ଗରୁଡ଼ାଙ୍କ ମନରେ ଦୟା ଆସିଲା। ସେ ଚଢ଼େଇଟିକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ସଂକଳ୍ପ କଲେ। ଗରୁଡ଼ ନିଜର ବିଶାଳ ପକ୍ଷୀ ବଳରେ ଚଢ଼େଇଟିକୁ ଧରି କ୍ଷଣକ ମଧ୍ୟରେ ସେଠାରୁ ହଜାର ହଜାର ମାଇଲ ଦୂରରେ ଥିବା ଏକ ନିବିଡ଼ ଜଙ୍ଗଲର ପାହାଡ଼ ଗୁମ୍ଫା ଭିତରେ ଛାଡ଼ି ଦେଇ ଆସିଲେ। ସେ ଭାବିଲେ ଯେ ଏତେ ଦୂରରେ ଚଢ଼େଇଟି ନିରାପଦ ରହିବ। ସତ୍ୟର ଉନ୍ମୋଚନ କିଛି ସମୟ ପରେ ଯମରାଜ ଯେତେବେଳେ ବୈକୁଣ୍ଠରୁ ବାହାରିଲେ, ଗରୁଡ଼ ତାଙ୍କୁ ବିନୀତ ଭାବେ ପଚାରିଲେ, ପ୍ରଭୁ, ଆପଣ ସେହି କ୍ଷୁଦ୍ର ଚଢ଼େଇଟିକୁ ସେତେବେଳେ ଏତେ ଆଶ୍ଚର୍ଯ୍ୟ ହୋଇ କାହିଁକି ଚାହୁଁଥିଲେ? ଯମରାଜ ହସିଲେ ଏବଂ କହିଲେ, ଗରୁଡ଼, ମୁଁ ଆଶ୍ଚର୍ଯ୍ୟ ଥିଲି ଯେ ସେହି ଚଢ଼େଇଟିର ଆୟୁଷ ଆଉ ମାତ୍ର କିଛି କ୍ଷଣ ବାକି ଅଛି, କିନ୍ତୁ ବିଧିର ବିଧାନ ଅନୁସାରେ ତାର ମୃତ୍ୟୁ ଏଠାରୁ ହଜାର ହଜାର ମାଇଲ ଦୂରରେ ଥିବା ଏକ ପାହାଡ଼ ଗୁମ୍ଫାରେ ଏକ ସର୍ପ କବଳରେ ହେବାର ଥିଲା। ମୁଁ ଭାବୁଥିଲି ଏହି କ୍ଷୁଦ୍ର ଚଢ଼େଇଟି ଏତେ ଶୀଘ୍ର ସେଠାରେ ପହଞ୍ଚିବ କିପରି, କିନ୍ତୁ ବର୍ତ୍ତମାନ ସେଠାରେ ସେହି ଚଢ଼େଇଟି ନାହିଁ। ଏହାର ଅର୍ଥ ସେ ନିଶ୍ଚୟ ନିଜର ନିୟତି ପାଖରେ ପହଞ୍ଚି ସାରିଥିବ। ଏହା ଶୁଣି ଗରୁଡ଼ ସ୍ତବ୍ଧ ହୋଇଗଲେ। ସେ ବୁଝିପାରିଲେ ଯେ ଯାହାକୁ ସେ ସୁରକ୍ଷା ବୋଲି ଭାବୁଥିଲେ ତାହା ପ୍ରକୃତରେ ସେହି ଚଢ଼େଇଟିକୁ ମୃତ୍ୟୁମୁଖକୁ ନେଇଯିବାର ଏକ ମାଧ୍ୟମ ଥିଲା। ଥରେ ଭଗବାନ ବିଷ୍ଣୁଙ୍କୁ ଭେଟିବା ପାଇଁ ଧର୍ମରାଜ ଯମ ବୈକୁଣ୍ଠ ଧାମରେ ପହଞ୍ଚିଲେ। ବୈକୁଣ୍ଠର ଦ୍ୱାର ନିକଟରେ ଭଗବାନଙ୍କ ବାହନ ଗରୁଡ଼ ପ୍ରହରୀ ଭାବେ ବିରାଜମାନ ଥିଲେ। ଯମରାଜ ଭିତରକୁ ପ୍ରବେଶ କରିବା ସମୟରେ ଦ୍ୱାର ପାଖରେ ବସିଥିବା ଏକ ଅତି ସୁନ୍ଦର କ୍ଷୁଦ୍ର ଚଢ଼େଇ ଉପରେ ତାଙ୍କର ନଜର ପଡ଼ିଲା। ଯମରାଜ ସେହି ଚଢ଼େଇଟିକୁ କିଛି ସମୟ ପାଇଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଏବଂ ତାପରେ କିଛି ନ କହି ଗମ୍ଭୀର ଭାବେ ଭିତରକୁ ଚାଲିଗଲେ। ଗରୁଡ଼ଙ୍କ ମନରେ ଭୟ। ଗରୁଡ଼ ଜାଣିଥିଲେ ଯେ ଯମରାଜଙ୍କ ଦୃଷ୍ଟି ଯାହା ଉପରେ ପଡ଼େ ତାର ଅନ୍ତ ସମୟ ନିକଟ ହୋଇଥାଏ। ସେ ଭାବିଲେ, ଯମରାଜ ଏହି ନିଷ୍ପାପ ଚଢ଼େଇଟିକୁ ଏମିତି ଚାହିଁଲେ କାହିଁକି? ନିଶ୍ଚିତ ଭାବେ ଏହାର ମୃତ୍ୟୁ ସମୟ ଆସିଯାଇଛି। ଚଢ଼େଇଟି ପ୍ରତି ଗରୁଡ଼ାଙ୍କ ମନରେ ଦୟା ଆସିଲା। ସେ ଚଢ଼େଇଟିକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ସଂକଳ୍ପ